गति राजा को निज हृदय स्थान जगत गति राजा को निज हृदय स्थान केते प्रेम देई जगत मंजरी आसी सब सारी केते प्रेम देई जगत मंजरी आसी सब सारी मंजरी रसमत देई प्रेम तुआउ मंजरी रसमत देई प्रेम तुआउ गाइबा आम पाप पाई कांदे कोसा भरी रक्त झराई आम पाप पाई कांदे कोसा भरी रक्त झराई तोहारी कहल पाई तथापि जगत तोहारी कहल गाइबा नाम चले गति गाइबा नाम चले गति काल हरि वीर बलि धन्यवाद ए समस्त विषय जदि निज निज ग्राम निज निज मंडली थाते अनेक खुशी था तथापि प्रभु अनुग्रह दया कर सुंदर अवकाश दे प्रभु को धन्यवाद दिए प्रभु को धन्यवाद देवा संगे संगे उपस्थित प्रत्येक मोर भाई भूणी बाप भाई बंधुगण अन्य विजाति जाति मान समस्त प्रभु जीशुख्रीष्ट नाम समस्त नमस्कार आसतु मैं समस्त समस्त ये आयोजन व्यवस्था कर पुत्रा को पचार संकेत भाव से किसी कहले समस्त कार्य पुत्रा के उद्देश्य कौन पाई आज ये समस्त भाई मान को देखाई प्रभु उद्देश्य संकेत प्रकाश कले संकेत कर वाक्य गोटे पठन करवा समस्त परवर्ती कार्य मो किसी कहवा चाहिए मो प्रभु उद्देश्य 10th रिजल्ट पास कर 388 मार्क रही मोर 60% से प्रभु को
ତାଙ୍କ ଦ୍ୱାରା ପାଉଥିବାର ଫଳକୁ ମୁଁ ଆଜି ସମସ୍ତଙ୍କ ଆଗରେ ଆଉ ଏକ ଏକଟା କାଟିବା ପାଇଁ ମୁଁ ଏକାଠି କରିଅଛି। ଧନ୍ୟବାଦ ସମସ୍ତେ ପାଲୁ ସେ ଭାଇ ଆଉ ସମସ୍ତେ ଶୁଣି ପାରିଲୁ କିଛି ସେମାନଙ୍କୁ କିଛି ଦେବା ଧନ୍ୟବାଦ ଧନ୍ୟବାଦ। এই ସମୟରେ ନିଜ ମଣ୍ଡଳରେ ଥାନ୍ତେ ଯଦି ମଣ୍ଡଳରେ ପଚାରିଲେ ପିଲାମାନେ କ'ଣ କରିବା କ'ଣ ଏଇଟା ତ ସେପାରେଟ୍ ଆପଣଙ୍କର ଇଚ୍ଛାରେ ଦେଲେ ଆଉ ଯେଉଁଟା ଯେତିକି ପିଲା ଗ୍ରାମରେ ପାସ୍ କରୁଛ ସେଇଟା ବି ଫୋନ୍ କରୁଥିବେ ନା। ଫୋନ୍ କରି ମୁଁ ପଚାରୁଥିଲି ଯେ ସେମାନେ ଆଉ କିଛି ରିପ୍ଲାଏ ଦେଉନଥିଲେ କାରଣ ସେମାନେ ଆହୁରି ଏକାଠି ହେଇଛନ୍ତି ନାଇଁ ମୁଁ ଜାଣିନି ମୁଁ ତ ଆଉ ନିଜର ଘରଠୁ ଦୂରତାରେ ଅଛି ସେଥିପାଇଁ ମୁଁ ସେମାନଙ୍କୁ ଫୋନ୍ କରିକି ପଚାରୁଥିଲି ମଣ୍ଟୁକୁ ଫୋନ୍ କରିକି ପଚାରୁଥିଲି ବହୁତ ଥର ପଚାରୁଛି ମାନେ କିଛି ରିପ୍ଲାଏ ଆସୁନି ଆଉ ମୁଁ ଏଠୁ ଗଲା ପରେ କ'ଣ ହେବ ସେଇଟା ବି ମୁଁ ଜାଣିନି। ଧନ୍ୟବାଦ। ଆଉ ଏ ସମସ୍ତ ଯଦି ପ୍ରଭୁଙ୍କ ପ୍ରେମ ଅଛି ଯେତେ ପିଲା ବର୍ତ୍ତମାନ ପ୍ରଭୁଙ୍କ ଅନୁଗ୍ରହ ଦ୍ୱାରା ଆଉ ଯେଉଁ ଛାତ୍ରଛାତ୍ରୀ ଭାଇ ଭଉଣୀମାନେ 10ମ ଶ୍ରେଣୀ ପାସ୍ କରିଛନ୍ତି ଆମକୁ ପୁରା ବର୍ତ୍ତମାନ 64% ଆଣିଅଛନ୍ତି ପ୍ରଭୁ ତାଙ୍କୁ ଅନୁଗ୍ରହ କରି ପ୍ରଥମଠାରୁ ବର୍ତ୍ତମାନ 10ମ ଶ୍ରେଣୀ ପର୍ଯ୍ୟନ୍ତ ତାକୁ କୌଶଳ ରଖି ତାଙ୍କୁ ଜ୍ଞାନ ଦେଇ ଯେହେତୁ ପରମେଶ୍ୱର ଗୋଟେ କଥା କହିଲେ ସଲୋମନ ଏମିତି ଜଣେ ବ୍ୟକ୍ତି ଥିଲେ ଆଉ ସେ ଜଗତ ମଧ୍ୟରେ ବା ପୃଥିବୀ ମଧ୍ୟରେ ଯଦି ମହାନ ଜ୍ଞାନୀ ଅଟେ ବାଇବଲ କଥା କହେ ଏଣୁ ସେହିପରି ବ୍ୟକ୍ତି ହେବା ପାଇଁ ଆପଣମାନେ ଚେଷ୍ଟା କରିବେ। ଯେହେତୁ ସଲୋମନ ଏମିତି ପ୍ରଭୁଙ୍କ ଭୟ ଥିଲା ଯେ ଆପଣ 10ମ ଠାରୁ କେବଳ ଖାତା ପେନ୍ ଧରି ହିଁ ଆପଣ ଲେଖିଲେ କିନ୍ତୁ ସମସ୍ତ ଜ୍ଞାନ ଉର୍ଦ୍ଧ୍ୱରୁ ଆସେ କୌଣସି ଆପଣାର ମସ୍ତକରୁ ନୁହଁ କୌଣସି ପାଦରୁ ନୁହଁ କୌଣସି ଲୋକମାନଙ୍କ ଠାରୁ ଜ୍ଞାନ ଆସେ ନାହିଁ। ତେଣୁ ସେ ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରେମ କରୁଥିବାର ଆପଣ ସମସ୍ତଙ୍କୁ ଜ୍ଞାନ ଦେଇ ସେଇ ପେନ୍ ବା କାଗଜରେ ଲେଖି ଆପଣ 10ମ ଶ୍ରେଣୀ ପାସ୍ କରିଛନ୍ତି। ଏଣୁ ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ। ଏଣୁ ସେଇ ପାସ୍ କରିବା ନିମନ୍ତେ 2 ଗୋଟି ବାକ୍ୟ ପଠନ କରିବା ତାପରେ ସଂକେତ କରି ପ୍ରାର୍ଥନା କରିବା ପରେ କେକ୍ କାଟି ସମାପ୍ତ କରିବା ଯିବା। ହିତୋପଦେଶ 4 ପର୍ବ 5ରେ ପଠନ କରିବେ କ'ଣ ଲେଖା ଅଛି ତା ଶୁଣିବା ଧ୍ୟାନରେ ଶୁଣିବା। ହିତୋପଦେଶ 4 ପର୍ବ 5 ଏପରି ଲେଖା ଅଛି ଜ୍ଞାନ ଅର୍ଜନ କର ସୁବିବେଚନା ଲାଭ କର ତାହା ଭୁଲ ନାହିଁ ପୁଣି ମୁଁ ମୁଖର ବାକ୍ୟରୁ ବିମୁଖ ହୁଅ ନାହିଁ। ଧନ୍ୟବାଦ। ଅତି ସୁନ୍ଦର ବାକ୍ୟ ଲେଖା ଅଛି ଏଠାରେ ଯେ ହିତୋପଦେଶ 4 ପର୍ବ 5ରେ ଜ୍ଞାନ ଆଉ ଆପଣଠାରେ ରହିଅଛି ଯେହେତୁ ପ୍ରଭୁଙ୍କ ଠାରେ ତା ଆପଣ ଦଖାବାଜ ଦିଅନ୍ତୁ ନାହିଁ ଏବଂ ପ୍ରଭୁଙ୍କୁ ଭୁଲି ଯାଆନ୍ତୁ ନାହିଁ। ଏଇ ଯେମିତି ଆପଣ 10ମ ଶ୍ରେଣୀ ପର୍ଯ୍ୟନ୍ତ ଆପଣ ଉତ୍ତୀର୍ଣ୍ଣ ହୋଇ ଆସିଲେ ସେପରି ପ୍ରଭୁଙ୍କ ସାଥିରେ ମଧ୍ୟ ସମାନ ଥିବା ଦରକାର। ଏଣୁ ଆଉ ଏ ବାକ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ। ଆଉ ଗୋଟେ ବାକ୍ୟ ପଠନ କରିବା ହିତୋପଦେଶ 9 ପର୍ବ 8 ବେଶୀ କିଛି କହିବାକୁ ଯାଇନାହିଁ ଏପରି ଲେଖା ଅଛି ନିନ୍ଦନୀକୁ ଅନୁଯୋଗ କର ନାହିଁ କଲେ ସେ ତୁମ୍ଭକୁ ଘୃଣା କରିବ ଜ୍ଞାନୀକୁ ଅନୁଯୋଗ କର ତହିଁରେ ସେ ତୁମ୍ଭକୁ ପ୍ରେମ କରିବ। ଅତି ସୁନ୍ଦର ବାକ୍ୟ ଲେଖା ଅଛି ଯେହେତୁ ଜ୍ଞାନୀକୁ ପୁନର୍ବାର ଆଉ ଜ୍ଞାନ ଅର୍ଜନ କରିବା ପାଇଁ ପ୍ରଭୁ ଦେବେ। ଏଣୁ ନିନ୍ଦକ ଲୋକମାନଙ୍କ ପାଖରେ ଯାଆନ୍ତୁ ନାହିଁ ଆଉ ଅବାଟ ଯିବା ମାନେ ଅନେକ ଯୁବକମାନେ ଅଛନ୍ତି ଏମିତି କରିବା ସେମିତି କରିବା ପାଠ ପଢ଼ିଲେ କ'ଣ ଆଜିକାଲି ଆମେ ମଧ୍ୟ ସେ ଭାଷା ସବୁ ପ୍ରକାର କହିଥାଉ। ତେଣୁ ସେ ଭାଷା ଗୁଡ଼ାକ ଗୋଟେ ଦାସ କି ଦାସୀ କି ବା ଭାଇ ଭଉଣୀ ଯେଉଁମାନେ ପ୍ରକାଶ କରନ୍ତି ଆପଣଙ୍କ ମୁଖରେ ସେ ବାକ୍ୟକୁ ଆପଣ ଧରନ୍ତୁ ନାହିଁ କେବଳ ଜ୍ଞାନ ଆପଣ ପାଇଛନ୍ତି ସେ ଜ୍ଞାନରେ ହିଁ ଅଧିକ ଜ୍ଞାନ ପାଇବା ପାଇଁ ପ୍ରଭୁ ଆପଣମାନଙ୍କୁ ଅନୁଗ୍ରହ କରିବେ ଦୟା କରିବେ ଆଉ ସେ ଜ୍ଞାନରେ ହିଁ ଯିବା ପାଇଁ ବର୍ତ୍ତମାନ 10ମ ପାସ୍ କରିଛ ଆଗକୁ ଯେମିତି ଫାର୍ଷ୍ଟ ଇୟର ସେକେଣ୍ଡ ଇୟର ଥାର୍ଡ଼ ଇୟର ଏ ପ୍ରକାର କ୍ଲାସ୍ ଅନେକ କ୍ଲାସ୍ ରହିଅଛି ସେ କ୍ଲାସ୍ ଯିବା ପାଇଁ ଆପଣମାନେ ଚେଷ୍ଟା କରିବେ। ଆଜି 10ମ ଶ୍ରେଣୀ ପାସ୍ ହେଲେ ବୋଲି ଗର୍ବ ଅହଙ୍କାର ପ୍ରଭୁଙ୍କ ନିକଟରେ କି ଲୋକମାନଙ୍କ ନିକଟରେ ଏ ପ୍ରକାର ଆପଣଙ୍କ ମୁଖରୁ ପ୍ରକାଶ କରନ୍ତୁ ନାହିଁ। ଏ ବାକ୍ୟ ଦେଇ ଆପଣମାନେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବାକୁ ହେବ। ଅତି ସୁନ୍ଦର ବାକ୍ୟ ଏଇ ସଲୋମନ ଲେଖିଅଛନ୍ତି ବାକ୍ୟକୁ ସଦାବେଳେ ମଧ୍ୟ ହିତୋପଦେଶ ଯେତେବେଳେ ଜ୍ଞାନ ଆପଣମାନେ ଅର୍ଜନ କରିବାକୁ ଯାଆନ୍ତି ସେତେବେଳେ ହିତୋପଦେଶ 1 ପର୍ବ 28, 29, 30, 31 ପର୍ଯ୍ୟନ୍ତ ଅଛି ସେ ବାକ୍ୟ ଆରମ୍ଭରୁ ଯଦି ପଢ଼ିବେ ସମସ୍ତ ଜ୍ଞାନ
ସେଠାରେ ଲେଖା ଅଛି। ମୁଁ ଅନେକ କହିବାକୁ ଯାଇନି, ଆଉ ଗୋଟେ ବାକ୍ୟ ପଢ଼ିବା ତାପରେ ସମାପ୍ତ କରିବା। ଉପଦେଶକ 11 ଅତି ସୁନ୍ଦର ଭାବରେ ଲେଖା ଅଛି। ସେ ପଢ଼ିଦେବେ ଲେଖା ଅଛି, ତୁମ୍ଭେ ଜଳ ଉପରେ ଆପଣ ଭକ୍ଷ୍ୟ ପକାଅ, କାରଣ ଅନେକ ଦିନ ଉତ୍ତାରେ ତାହା ପାଇବ। ଆପଣା ଜଳ ବକ୍ଷା ଉପରେ ପକାନ୍ତୁ। କଣ ବୁଝୁଛ? ଆପଣଙ୍କର ସମସ୍ତ ଜ୍ଞାନ କିଏ ଅଛନ୍ତି? ତମ ସମସ୍ତ ଜ୍ଞାନ ଦେବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଛନ୍ତି। ଯେହେତୁ ଅନେକ ମୁଁ ବିଶ୍ୱାସୀ, ମୋ ପାଖରେ ଭରସା କରିବା ଦରକାର ନାହିଁ କି ଆପଣଙ୍କର ବାପା ମା କେବଳ ଜନ୍ମ ଦେଇଛନ୍ତି, ସେ ବାପା ମାଆକୁ ଭରସା କରିବା ଦରକାର ନାହିଁ। କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତ ବାକି କ'ଣ ତୋର ପାଖରେ ଅଜ୍ଞାନ ଯାହା କିଛି ଅଛି, ଯଦି ତାଙ୍କୁ ପ୍ରେମ କରିବ ସମସ୍ତ ଜ୍ଞାନ ସେ ଦେବେ। এই পড়তে বাকি প্রভু আশীর্বাদ করন্তু। সংকেত সময় প্রভু আশীর্বাদ করন্তু। এই সংকেত ଆଉ এই ପୁତୁରା ପାସ୍ ହେବା ନିମନ୍ତେ ଯେପରି ଆଗକୁ ମଧ୍ୟ କଲେଜ +2 +3 ପଢ଼ିବ। ଆଉ ଏ ସମସ୍ତ ଭାଇମାନେ ମଧ୍ୟ ନବମ ଅଷ୍ଟମ ଏ ପ୍ରକାର ବିଟି ଭାଇମାନେ ଅଛନ୍ତି। ଆଉ ଏଠାରେ ମଧ୍ୟ ସମସ୍ତ ଆଉ ପଇସା ବା ଦାର ଦୁରା କରି ପଇସାର ଆବଶ୍ୟକ ସମସ୍ତ ଭାଇମାନେ ଅଛନ୍ତି। ପ୍ରାର୍ଥନା କରିବା। ଆଉ ମୁଁ ଜଣକୁ ଜଣକୁ ପ୍ରାର୍ଥନା ଦେବି, ସମସ୍ତେ କରିବା ପାଇଁ ଚେଷ୍ଟା କରିବେ। ଆଉ ଆମର ସୌଡ଼ୁ ଅଛନ୍ତି। ଆଉ ଏ ପୁତୁରା ପାଇଁ ଯେପରି ଆଗକୁ ଏ 10ମ ଶ୍ରେଣୀ ପାସ୍ କରିଛନ୍ତି, ପୁନର୍ବାର ଯେପରି ଆଗକୁ କ୍ଲାସ୍ କରିବା ପାଇଁ ପ୍ରାର୍ଥନା କରିବେ। ଆଉ ଏଠାରେ ଅଛନ୍ତି ଆଉ କିଏ ତ ନାହାନ୍ତି, ଆଉ ପ୍ରେମ ଭାଇ ଅଛି। ଆଉ ଏଇ ସମସ୍ତ ଆମର ଯେତିକି ଖ୍ରୀଷ୍ଟ ଭାଇମାନେ ଅଛି, ବର୍ତ୍ତମାନ ଅନେକ ମଦ୍ୟପାନ କରୁଛନ୍ତି। ଯଦି ମୁଁ ମଧ୍ୟ କେତେବେଳେ କହିବାକୁ ଚାହେଁ, କିନ୍ତୁ ଆମ କଥା ଏଠି ସରିବନି। ଆଉ କ୍ଷମା କରିବି, ମୁଁ କହିଦେଲି। ଆଉ ଭାଇନା କି ନନା ଭାଇ ଏଇ ପ୍ରକାର ଭାଷା କହିଲା, ସେଇଟା କିଛି ମୁଁ ତ ଖରାପ ଭାବନ୍ତୁ ନାହିଁ। ସେ ପ୍ରକାର ବ୍ୟକ୍ତିମାନେ ଅଛନ୍ତି ଯେପରି ଛାଡ଼ିବେ, ପୁନର୍ବାର ଭଲ ରହିବା, ଭଲ ରହିବି, ନିଜ ନିଜ ଘରକୁ ଯିବା, ପରିବାର ଠାରୁ ଉପସ୍ଥିତ ହେବା, ମଣ୍ଡଳ ଠାରୁ ଉପସ୍ଥିତ ହେବା, ସେପରି ପ୍ରାର୍ଥନା କରିବେ ପ୍ରେମ ଭାଇ। ଆଉ ସମସ୍ତଙ୍କ ପ୍ରାର୍ଥନା ପାଇଁ ମୁଁ କରିବି। ସମସ୍ତେ କଲା ପରେ ସ୍ୱର୍ଗୀୟ ପ୍ରାର୍ଥନା ଏକ ସ୍ୱରରେ ସମସ୍ତେ ବୁଲିବା। ତାପରେ କେକ୍ କାଟିଲା ପରେ, କେକ୍ ତ ନାହିଁ, କେକ୍ କାଟିବା ପୂର୍ବରୁ ମୁଁ ସଂକେତ କରି ପ୍ରାର୍ଥନା କରିବି। ତାପରେ କେକ୍ କାଟିବା ସମସ୍ତେ ଆଉ ପୁତୁରାକୁ ଧନ୍ୟବାଦ ଦେବା। ସବୁ ଆପଣ ଟିକେ ସବୁ ପ୍ରାର୍ଥନା କରୁ, ମୁଁ ସମସ୍ତଙ୍କୁ ପ୍ରାର୍ଥନା କରୁ। ଯେତିକି ଆମ ଖ୍ରୀଷ୍ଟ ଭାଇମାନେ ବିଜାତି ଭାଇମାନେ ଅଛନ୍ତି, ଯେପରି ଖ୍ରୀଷ୍ଟକୁ ଜାଣିବେ ଆଉ ଆମେ ଭଲ ସୁସ୍ଥ ସବଳ ହୁଏ, ଆମେ ଯେମିତି କରିବାକୁ ଗୋଟେ ଥର ଆମେ ନିଜ ନିଜ ଟିକେ ସ୍ମରଣ କରନ୍ତୁ। ପୁତୁରା ପାସ୍ ହେଲେ ସେ ଗର୍ବ ଦେଖନ୍ତୁ। ଆଉ ପ୍ରିୟ ଯୀଶୁ ବାପା, ଏତେବେଳେ ଧନ୍ୟବାଦ ଗୌରବ କରୁଛୁ, ପ୍ରଶଂସା କରୁଛୁ। ଆପଣ ମହାନ ଈଶ୍ୱର ଅନେକ ଦିନରେ ଆମେ ଆଜି ସବାଇର ମିଳି ଅଛି। ଅନୁଗ୍ରହ କରିଅଛୁ, ଏତେ ପ୍ରେମ ଧନ୍ୟ ପିତା, ଆଜି ଧନ୍ୟବାଦ। ମୋ ଯୋଗ୍ୟ ନଗଣ୍ୟ ପାପୀ ମନୁଷ୍ୟ, ତୁମ୍ଭ ଦୃଷ୍ଟିରେ ନରକ ପାପ ବହୁ ପ୍ରଥମରୁ ବ୍ୟବଚାରୀ ଯୁଗଙ୍କ ସମ୍ମୁଖ ନିନ୍ଦନୀୟ ଏ ପିତା ପରମେଶ୍ୱର କଥା କହିଅଛି। ମତେ କ୍ଷମା କର, ତୁମର ସେ ରକ୍ତରେ